ସାଙ୍ଗମାନେ ଦୁନିଆରେ ଏମିତି ଏକ ଚଳନ୍ତି ପ୍ରତିମା ଯେ ବିନା ନ ମାଗିଲେ ବି ସବୁ କିଛି ମିଳିପାରେ। ସିଏ ଆଉ କେହି ନୁହେଁ, ସିଏ ହେଉଛି ଗୋଟେ ପିଲାର ବାପା। ମା ତ ଘରେ ଖାଇବା ପେଟ ବୁଝେ, ପେଟର ଦୁଃଖ ବୁଝେ। ବାପା ସବୁ କିଛି, ପେଟର ଦୁଃଖ ଠାରୁ ସବୁ କିଛି। ନ କହିଲେ ବି ବାପା ସବୁ କିଛି ଜାଣିପାରନ୍ତି, ନ ମାଗିଲେ ବି ତମକୁ ଯାଚିକିରି ଦିଅନ୍ତି। କିନ୍ତୁ ମୋର କୌଣସି ଅଭାବ ଭାଇ ଭାଉଜ ରଖିନାହାନ୍ତି, ତା ସତ୍ତ୍ୱେ ବି ଗୋଟେ ବାପାର ଜାଗା କେହି କେବେ ନେଇନି କି ନେଇପାରିବନି। ଆଜି ଯଦି ମୋ ବାପା ଥାଆନ୍ତି, ମୁଁ ଆଜି ବାପା କଥା ମନେ ପକେଇ କାନ୍ଦି ପାରିଥାନ୍ତି। ବାପା ମୋତେ ଏତେ ଭଲ ପାଉଥିଲେ, ତମ ସାଥିରେ ହେଲେ ନେଇଯାଇଥାନ୍ତ। କିଏ କହିଲେ ଆମେ ବାପ ଝିଅ ଭଲ ସାଙ୍ଗ, ଆମେ ଯେଉଁଆଡ଼େ ବି ଯିବୁ ଯାହା ବି କରିବୁ ବାପ ଝିଅ। ମା ଝିଅ ଯେତିକି, ବାପ ଝିଅ ବି ସେତିକି। ଯେଉଁ ଝିଅର ବାପା ନାହିଁ, ତା ମୁଣ୍ଡ ଉପରେ ଘରର ଛାତ ବି ନାହିଁ। ଭାଇ ତ ସେ ଅଲଗା କଥା, ଭାଇ ତ ନିଜର ନ ହେଇକି ନିଜଠୁ ବି ଅଧିକ। କିନ୍ତୁ ବାପାର ଜାଗା କିଏ ନେବ? କିଏ ସେ ଜାଗାଟା ପୂରଣ କରିବ? ଏମିତି ସଂସାରରେ କେହି ନାହିଁ ଯିଏକି ବାପା ଜାଗା ପୂରଣ କରିବ। ସଂସାରରେ କୋଉ ଗୋଟିଏ ଲୋକ ମିଳିବେନି ଯିଏକି ବାପା ଜାଗା ପୂରଣ କରିପାରିବେ। ଏବେ ଆସି ରାତି 2:30 ହେଲାଣି, ତଥାପି ମୋତେ ନିଦ ଲାଗୁନି। ଏମିତି ରାତି ଯାକ କାନ୍ଦିଲେ ବି କେବେ ଭୁଲି ପାରିବିନି। ସାରା ଜୀବନ ମରିବା ପର୍ଯ୍ୟନ୍ତ ବି ଏବେ କାନ୍ଦୁଥିବି, କେବେ ଆଖିରୁ ଲୁହ ଶୁଖିବନି। ଯେବେ ମନେ ପଡ଼ିବ ତମ କଥା ବାପା, ଏତିକି ସ୍ନେହ ମମତା କେବେ ଭୁଲି ପାରିବିନି। କେମିତି ଭୁଲିବି? ଭୁଲି ପାରିବିନି। ଯେଉଁମାନଙ୍କର ବାପା ମା ଅଛନ୍ତି ତାକୁ ଆଦର ସମ୍ମାନ କର, କେବେ ହତାଦର କରନି। ଆଜି ମୋର ବାପା ନାହିଁ ବୋଲି ମୁଁ ବୁଝିପାରୁଛି ବାପା ନଥିଲେ କେତେ କଷ୍ଟ। ଯେଉଁମାନଙ୍କର ବାପା ମା ଅଛନ୍ତି ତାକୁ କେବେ ହତାଦର କରନ୍ତୁନି, ତାଙ୍କ ଯତ୍ନ ନିଅ, ନହେଲେ ମୋର ଭଳିଆ ବି ଭାବିବ। ମୁଁ ତ କେବେ ବାପାର କିଛି ସେବା ଯତ୍ନରେ ଅବହେଳା କରିନଥିଲି। ମୋ କର୍ତ୍ତବ୍ୟ ଦୃଷ୍ଟିରୁ ମୋ ବାପାଙ୍କର ଢେର ସେବା କରିଛି। ଭଗବାନ ମୋ ସହିତ କାହିଁକି ଏମିତି କଲେ? ଯଦି ଭଗବାନଙ୍କୁ ପଚାରି ହୁଅନ୍ତା, ପଚାରନ୍ତି ମୁଁ କି ଦୋଷ କରିଥିଲି ମୋ ବାପାକୁ ମୋ ଠାରୁ ଛଡ଼େଇ ନେଲ? ତିନିଟା ଝିଅକୁ ବାପ ଝିଅଙ୍କ ଝିଅ କରିଦେଲ। କି ଦୋଷ କରିଥିଲୁ ଆମେ? ମା ଇଚ୍ଛା ଥିଲେ ବି କେବେ କାନ୍ଦେନି, ମୋର ଇଚ୍ଛା ଥିଲେ ବି କାନ୍ଦିବା ପାଇଁ ମୁଁ କାହା ଆଗରେ ଦେଖେଇ କାନ୍ଦେନି। ଏବେ ଭିଡ଼ିଓ କରେ ନା ଏମିତି ମୋବାଇଲରେ କାନ୍ଦେ। ସବୁବେଳେ ସେମିତି ରାତିରେ ଉଠିକି ଯିଏ ସମସ୍ତେ ଶୋଇଲା ପରେ ମୋ ମନେ ପଡ଼ିଲେ ମୋ ବାପା କଥା ଭାବେ କାନ୍ଦେ। ଏ ଜୀବ ଥିବା ଯାଏ, ମଶାଣିକି ଯିବା ଯାଏ ଏମିତି ଆଖିରୁ ଲୁହ ଝରୁଛି ବା ଝରୁଥିବ ମଧ୍ୟ, କେବେ ଶୁଖିବନି।